ଆଜ୍ଞା ସେଟା କଣ କହିବେ ଏବେ ହ୍ୟୁମାନ ସାଗର ଆପଣ କାଲି ମଧ୍ୟ ପ୍ରତିକ୍ରିୟା ଦେଇଥିଲେ ଏବଂ ଆଜି ମଧ୍ୟ ଦେଖିବାକୁ ମିଳୁଛି ତାଙ୍କର ଦେହ ମଧ୍ୟ ସଂକଟାପନ୍ନ ଅଛି। ଓଡ଼ିଶାବାସୀଙ୍କୁ ନମସ୍କାର, ଦର୍ଶକ ବନ୍ଧୁ ମାନଙ୍କୁ ସ୍ୱାଗତ। ହ୍ୟୁମାନ ସାଗର ଶ୍ରେୟା ମିଶ୍ରା ତାଙ୍କର ତ ଗ୍ରହ କାଲି ଯାହା ହଉ ସଂକ୍ରାନ୍ତିଟା ଥିଲା, ସଂକ୍ରାନ୍ତିଟା ଯାହା ହଉ କଟିଗଲା ଆଜି ସୂର୍ଯ୍ୟୋଦୟ ବେଳେ। ଆଜି 3:35 ପର୍ଯ୍ୟନ୍ତ ଥିଲା, ସୋମବାର ଆଜି 3:35 ପର୍ଯ୍ୟନ୍ତ ତାଙ୍କର ଟିକେ ଗ୍ରହଟା ଦୋଷ ଥିଲା, ଯାହା ହଉ ସେଇଟା ବି ତାଙ୍କର ବର୍ତ୍ତମାନ କଟିଗଲା। ତେଣୁକରି ତାଙ୍କୁ କାଲି କହିଥିଲୁ ଯୋଉ ସେ ଯୋଉ ପ୍ରତିକାର କଲେ, ଯୋଉ ଉପାୟଟା କଲେ, ଆଉ ମୁଁ ମୋ ଜୀବନରୁ ଅଧା ଆୟୁ ତୁମକୁ ଦେଲି ସଂକଳ୍ପ କରିକି, ପାଣି ଆଉ ରାଶି ଧରିକି ସଂକଳ୍ପ କରିକି ଶ୍ରେୟା ମିଶ୍ର କହିଲେ ଯେ ମୁଁ ମୋର ଅଧା ଜୀବନ ତୁମକୁ ଦଉଛି। ସେ ଯେହେତୁ କାଲି ଏଇ ସଂକଳ୍ପଟା ବୋଧେ ସେ କରିଦେଇଛନ୍ତି, ତେଣୁକରି ଆଉ ଭୟଭୀତ ହବାର କିଛି କାରଣ ନାହିଁ। ବଡି ତାଙ୍କର ଧୀରେ ଧୀରେ ସର୍ଭାଇଭ୍ କରିବ। ତାଙ୍କର ଜୀବନ ରେଖାଟି ଉପରେ ମୁଁ କହିଥିଲି ଯେ ଜୀବନ ରେଖାର ସ୍ଥିତି ଭଲ ନାହିଁ, ହୃଦୟ ରେଖା ସ୍ଥିତି ବହୁତ ଦୁର୍ବଳ। ତେଣୁକରି ତାଙ୍କର ଏଇ ସବୁ ପ୍ରକାର ଯୋଉ ଗ୍ରହ ଜନିତ ପ୍ରଭାବଟା ତାଙ୍କ ଉପରେ ଏବେ ପଡୁଛି। ଗ୍ରହର ସିଧା ଶନିର ବକ୍ର ଦୃଷ୍ଟି, ମଙ୍ଗଳ ବୃଶ୍ଚିକ ରାଶିରେ ବକ୍ରୀ ହେଇକି ଦୃଷ୍ଟି କରୁଛି, ଏପଟେ ବୃହସ୍ପତି କର୍କଟ ରାଶିରେ ରହିକି ତାଙ୍କ ଜନ୍ମ ରାଶ ସୁରାଚାର୍ଯ୍ୟ ରାମ ରାଜା ବନାଗତା। ତେଣୁକରି ତାଙ୍କୁ ଜନ୍ମ ରାଶିରେ ବୃହସ୍ପତି, ତାଙ୍କର ହ୍ୟୁମାନ ସାଗର ଜନ୍ମ ରାଶିରେ ବୃହସ୍ପତିର ପ୍ରଭାବ ଯୋଗୁଁ ତାଙ୍କର ରାମଚନ୍ଦ୍ରକୁ ବନବାସ କରେଇଥିଲା ସେ ଗ୍ରହ। ସେ ଯୋଉ ଗ୍ରହଟା ଚାଲିଥିଲା, ସେ ଯୋଉ ଗ୍ରହଟା, ସେ ଗ୍ରହର ଯୋଉ ବେଶୀର ଯୋଉ ପ୍ରଭାବଟା ଥିଲା ତାକୁ ମିଶ୍ରଙ୍କୁ ମୁଁ କହିଥିଲି ଯେ ତୁମେ ସଂକଳ୍ପ କରିକି ଅଧା ଆୟୁ ତୁମେ ତାଙ୍କୁ ଦିଅ, ସେ ବଞ୍ଚିଯିବେ। ତେଣୁକରି ବୋଧେ ତାଙ୍କ ପାଖରେ ଆପଣଙ୍କର ଚ୍ୟାନେଲ ମାଧ୍ୟମରେ ଏଇ କଥାଟା ମୋତେ ପହଞ୍ଚି ସାରିଛି, ଆଉ ମଧ୍ୟ ସେ ଏହାକୁ ଗ୍ରହଣ କରିଛନ୍ତି ଆଉ ପ୍ରତିକାର କରିଛନ୍ତି, ଯାହାଫଳରେ ସେ ଅତି ଶୀଘ୍ର ନୂଆ ଗୋଟେ ଜୀବନ ଲାଭ କରିବେ, ପୁଣି ଦର୍ଶକ ମାନଙ୍କର ମନୋରଞ୍ଜନ କରିବେ। ତେଣୁକରି ତାଙ୍କର ଫ୍ୟାନ୍ ମାନଙ୍କୁ କିଛି ମର୍ମାହତ ହବାର ନାହିଁ, ବ୍ୟତିବ୍ୟସ୍ତ ହବାର ନାହିଁ। ପୁଣି ତାଙ୍କର ପ୍ରିୟ ସିଙ୍ଗର ତାଙ୍କ ଫ୍ୟାନ୍ ମାନଙ୍କ ପାଖକୁ ପଳେଇ ଆସିବେ। ପୂର୍ବବତ୍ ଯେପରି ସେ ମନୋରଞ୍ଜନ କରୁଥିଲେ, ତାଙ୍କର ଚାହने वालों की तो फिर मनोरंजन करेंगे। जय मां बगला, जय मां बगला।